ଚାନ୍ଦବାଲି ବ୍ଲକ ଧାମରାରେ ସାଇ ଅନନ୍ତ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ନିଃଶୁଳ୍କ ଯୋଗ ଶିବିର ଅନୁଷ୍ଠିତ। ଏହି ଯୋଗ ଶିବିରରେ ଯୋଗ ଗୁରୁ ଶ୍ରୀଯୁକ୍ତ ପୀତାମ୍ବର ସାହୁ ଯୋଗ ଦେଇଥିଲା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ। ଯୋଗ କରିବା ଦ୍ୱାରା ସମସ୍ତ ରୋଗ ଦୂର ହେବା ସହ ଶରୀରକୁ ସୁସ୍ଥ ରଖିଥାଏ। ବିଭିନ୍ନ ପ୍ରକାରର ଯୋଗ ଶିଖାଇଲେ ଯୋଗଗୁରୁ ପୀତାମ୍ବର ସାହୁ। ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅତୁଲ କୁମାର ଜେନା ଏବଂ ସହଯୋଗ କରିଥିଲେ ପ୍ରିନ୍ସିପାଲ ଅଞ୍ଜନ କୁମାର ମଲ୍ଲିକ ଏବଂ ସମସ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ। ପରିଶେଷରେ ଅତୁଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ମୁଁ ପୀତାମ୍बर ସାହୁ ଯୋଗ गुरु मु समस्त को निवेदन करी प्रत्येक दिन सका उठी मिनिमम अध घंटे समय दिंतु 30 मिनट जब समय दौरान से 30 मिनट भितर कपाल भाती अनुलोम विलोम प्राणायाम जोटा कि आम आज शिक्षा देलु एवं भुजंगासन मर्कटासन मकरासन ये जदि पैकेज करुँच निश्चित भाव में आप सुस्थ रे जहाँ भी रोग थाऊ शोवा 6 घंटा मिनिमम शुंतु पानी 3 ରୁ 4 लीटर पानी पिंतु सात्विक आहार खाद्य खातु प्राणायाम अध घंटे करूँ जदि करुँच भी आपको रोग हेनी करुँच अध घंटे 40 मिनट पर्यंत प्रत्येक दिन सका अभ्यास करूँ देखिए कौन रोग आपको हेनी।